କାହିଁକି ହନୁମାନଙ୍କ ଅଧା ଦେହ ପଥର ପାଲଟି ଯାଇଥିଲା। ରାମ ସେତୁ ନିର୍ମାଣ ବେଳେ ବାନର ସେନାଙ୍କୁ ବଡ଼ ବଡ଼ ପଥରର ଆବଶ୍ୟକ ହେଲା। ସେତେବେଳେ ହନୁମାନ ପଥର ଆଣିବା ପାଇଁ ଖୋଜିବାକୁ ଗଲେ। ରାସ୍ତାରେ ଯେତେବେଳେ ଗୋଟିଏ ଗୋବର୍ଦ୍ଧନ ପର୍ବତକୁ ଦେଖିଲେ ସେଠାରେ ସେ ଅଟକି ଗଲେ। ଯେମିତି ହନୁମାନ ଗୋବର୍ଦ୍ଧନ ପର୍ବତକୁ ଛୁଇଁଲେ ହନୁମାନଙ୍କ ଅଧା ଶରୀର ପଥର ପାଲଟିଗଲା। ଏହା ଦେଖି ଗୋବର୍ଦ୍ଧନ ପର୍ବତ କ୍ରୋଧିତ ହୋଇ କହିଲେ, ଆରେ ହନୁମାନ, ତୁ ମୋତେ ଛୁଇଁବାକୁ ସାହସ କେମିତି କଲୁ? ହନୁମାନ ହାତ ଯୋଡ଼ି ବିନମ୍ରତାର ସହିତ କହିଲେ, ହେ ଗୋବର୍ଦ୍ଧନ ପର୍ବତ, ମୁଁ ଯଦି ଚାହିଁଥାନ୍ତି ତେବେ ଏକା ସାଙ୍ଗରେ ତୁମକୁ ଉପାଡ଼ି ପାରିଥାନ୍ତି, କିନ୍ତୁ ଶ୍ରୀରାମଙ୍କ ସେତୁ ନିର୍ମାଣରେ ଆପଣଙ୍କର ସହାୟତା ମାଗିବାକୁ ଆସିଛି। ଶ୍ରୀରାମଙ୍କ ନାମ ଶୁଣିଲା କ୍ଷଣି ଗୋବର୍ଦ୍ଧନ ପର୍ବତ ଶାନ୍ତ ହୋଇ ହନୁମାନଙ୍କୁ ପୂର୍ବ ଭଳି ଠିକ୍ କଲେ ଓ ଆଜ୍ଞା ଦେଲେ। ତେଣୁ ହନୁମାନ ଗୋବର୍ଦ୍ଧନ ପର୍ବତକୁ ନେଇ ସେତୁ ନିର୍ମାଣ ପାଇଁ ଆଗେଇ ଗଲେ। କିନ୍ତୁ ଯେତେବେଳେ ହନୁମାନ ସେଠାରେ ପହଞ୍ଚିଲେ ଜାଣିବାକୁ ପାଇଲେ ଯେ ସେତୁ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇସାରିଥିଲା। ଏହା ଜାଣି ହନୁମାନ ଅଧା ରାସ୍ତାରେ ଗୋବର୍ଦ୍ଧନ ପର୍ବତକୁ ରଖିଦେଲେ ଆଉ ସବୁ ଜଣାଇ ତାଙ୍କୁ କ୍ଷମା ପ୍ରାର୍ଥନା କଲେ। ଗୋବର୍ଦ୍ଧନ ପର୍ବତ କହିଲେ, ମୁଁ ତୁମକୁ କ୍ଷମା କରିଦେବି, କିନ୍ତୁ ସେତେବେଳେ କ୍ଷମା କରିବି ଯେତେବେଳେ ତୁମେ କଥା ଦେବ କି ସ୍ୱୟଂ ଶ୍ରୀରାମ ମୋତେ ଭେଟିବାକୁ ଆସିବେ। ତେଣୁ ଦ୍ୱାପର ଯୁଗରେ ଯେତେବେଳେ ଶ୍ରୀରାମ କୃଷ୍ଣଙ୍କ ରୂପରେ ଅବତାର ନେଇଥିଲେ ସେତେବେଳେ ସେ ତାଙ୍କ କଥା ପୂରଣ କରିବାକୁ ଯାଇ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ଉଠାଇଥିଲେ। ଯଦି ଆପଣ ବି ଶ୍ରୀକୃଷ୍ଣ ଓ ଶ୍ରୀରାମଙ୍କ ସଚ୍ଚା ଭକ୍ତ ଅଟନ୍ତି ତେବେ ଭକ୍ତିରେ ଲେଖନ୍ତୁ, ଜୟ ଶ୍ରୀରାମ, ଜୟ ଶ୍ରୀକୃଷ୍ଣ।